ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ଓ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ସାଙ୍ଗରେ ଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର। କଡ଼ା ସୁରକ୍ଷା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ, ବିଜେପି ନେତୃବୃନ୍ଦ ଓ ସେବାୟତଙ୍କ ତରଫରୁ ସ୍ୱାଗତ କରାଯାଇ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଶ୍ରୀମନ୍ଦିର ଭିତରେ ପ୍ରାୟ 30 ମିନିଟ୍ ସମୟ ଅତିବାହିତ କରି ରତ୍ନସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ଓ ଆଶୀର୍ବାଦ ନେବା ସହ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ। ତେବେ ମହାପ୍ରଭୁଙ୍କ ଦର୍ଶନ ସମୟରେ ନୀତିନ ନବୀନ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲେ। ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ନୀତିନ ନବୀନ। ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି ପ୍ରକଟ କରିବା ସହ ତାଙ୍କ ଆଶୀର୍ବାଦ ନେଇଛନ୍ତି। ଦେଶର ତଥା ରାଜ୍ୟର ମଙ୍ଗଳ କାମନା କରିବା ସହ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ବାଜିମାତ କରିଥିବାରୁ ସେ ମହାପ୍ରଭୁଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ପିଲାବେଳେ ଥରୁଟିଏ ସେ ଶ୍ରୀମନ୍ଦିର ଆସିଥିବା ବେଳେ ଆଜି ଦ୍ୱିତୀୟ ଥର ପାଇଁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଓ ଦର୍ଶନ କରିଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ବ୍ୟାରିକେଡ୍ରେ ରହିଥିବା ଭକ୍ତ ଶ୍ରଦ୍ଧାଳୁଙ୍କୁ ଉଭୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଏହାପରେ ସମସ୍ତେ ସିଧାସଳଖ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ପୁରୀ ସ୍ଥିତ ବାସଭବନକୁ ଯାଇ ମହାପ୍ରସାଦ ସେବନ କରି ଭୁବନେଶ୍ୱର ଫେରିଯିବା କାର୍ଯ୍ୟକ୍ରମ ରହିଛି। सभी को जय जगन्नाथ। जगन्नाथ जी का दर्शन करने का सौभाग्य प्राप्त हुआ। पश्चिम बंगाल और देश में कई राज्यों के चुनाव के बाद जगन्नाथ जी का दर्शन हम सब के लिए सौभाग्य का क्षण है। भगवान का आशीर्वाद सब पर, पूरे देशवासियों पे, उड़ीसा के लोगों पे सुख, शांति और समृद्धि बढ़े और जगन्नाथ भगवान की आशीर्वाद समस्त भारतवासियों को मिलता रहे, इसके लिए आज आशीर्वाद लेने आए थे, प्रार्थना करने आए हैं। माननीय मुख्यमंत्री जी और हम सब उड़ीसा के लोगों के लिए, देशवासियों के लिए, समाज के हर वर्ग के लिए खुशी, शांति, समृद्धि मिले, ऐसी कामना प्रभु। बहुत ही अद्भुत रहा। बहुत बचपन में एक बार आने का मौका मिला था दर्शन करने का, आज उसके बाद मौका मिला है तो निश्चित रूप से उनके चरणों में शीर्ष नमन करता हूँ। और जिस प्रकार से लगातार माननीय प्रधानमंत्री जी को और पूरे देशवासियों को प्रभु अपने जगन्नाथ भगवान का आशीर्वाद मिलता रहता है, हम आगे भी उनके आशीर्वाद के लिए हमेशा अपना महाप्रसाद भी लेंगे और जय श्री राम और प्रभु जगन्नाथ को नमन करते हुए अपनी बात